ଫେବୃଆରୀ 1ରୁ ରାସନ ବନ୍ଦ। ଓଡ଼ିଶାରେ ଏମାନଙ୍କୁ ଆଉ ମିଳିବନି ଚାଉଳ। ରାସନ କାର୍ଡକୁ ନେଇ ପୁଣି ଏକ ବଡ଼ ଖବର। ରାଜ୍ୟରେ ମୋହନ ସରକାର ରାସନ କାର୍ଡକୁ ନେଇ ଗତ ସପ୍ତାହରେ ବଡ଼ ଘୋଷଣା କରିଥିଲେ। ରାସନ କାର୍ଡକୁ ନେଇ ଜାରି କରାଯାଇଥିଲା ଡେଡ୍ଲାଇନ୍। ଏଥର କଟିଯିବ କାର୍ଡ, ଆଉ ମିଳିବନି ମାଗଣା ଚାଉଳ କିମ୍ବା ଗହମ। ରାସନ କାର୍ଡକୁ ନେଇ ଡେଡ୍ଲାଇନ୍ ଜାରି କରିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଡେଡ୍ଲାଇନ୍ ଭିତରେ ଯେଉଁମାନେ ଇ-କେୱାଇସି କରିନଥିବେ ସେମାନଙ୍କ ରାସନ କାର୍ଡ କାଟି ଦିଆଯିବ। ଫେବୃଆରୀ 1 ତାରିଖରୁ ଆଉ ମିଳିବନି ଚାଉଳ କିମ୍ବା ଗହମ। ରାସନ କାର୍ଡରେ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ କାର୍ଡ କାଟି ଦିଆଯିବ। ଆଉ ଆଗକୁ ଇ-କେୱାଇସି ପାଇଁ ସୁବିଧା ସୁଯୋଗ ମିଳିବ ନାହିଁ। ଗତ ସପ୍ତାହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଜାନୁଆରୀ 31 ତାରିଖ ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ରାସନ କାର୍ଡ। ବର୍ତ୍ତମାନ ସୁଦ୍ଧା 49 ଲକ୍ଷ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି। ଯଦି ସେମାନେ ଜାନୁଆରୀ 31 ସୁଦ୍ଧା ଇ-କେୱାଇସି ନ କରନ୍ତି ତେବେ ସେମାନଙ୍କୁ ଆଉ ଚାଉଳ ଗହମ ମିଳିବ ନାହିଁ। ମନ୍ତ୍ରୀ କହିଥିଲେ ବାହାର ରାଜ୍ୟରେ ଥିବା ଲୋକଙ୍କର ଇ-କେୱାଇସି କରାଯାଉଛି। ଅଫିସରମାନେ ନିଜେ ଯାଇ ସେମାନଙ୍କର ଇ-କେୱାଇସି କରୁଛନ୍ତି। ଏହି ପ୍ରକ୍ରିୟା ସରିବା ପରେ ନୂଆ ରାସନ କାର୍ଡ ଯୋଗାଇ ଦିଆଯିବ। ତେବେ ବଡ଼ କଥା ହେଉଛି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 49 ଲକ୍ଷ ଲୋକ ରାସନ କାର୍ଡର ଇ-କେୱାଇସି କରି ନାହାନ୍ତି। ସେମାନେ ଯଦି ଜାନୁଆରୀ 31 ସୁଦ୍ଧା ଏହି ପ୍ରକ୍ରିୟା ପୂରଣ ନ କରନ୍ତି ତେବେ ସେମାନଙ୍କୁ ଆଉ ଅଧିକ ସମୟ ଦିଆଯିବ ନାହିଁ। ଜାନୁଆରୀ 31 ତାରିଖ ପରେ ଆଉ ମିଳିବ ନାହିଁ ରାସନ। ଚାଉଳ ଏବଂ ଗହମ ପାଇବାରୁ ବଞ୍ଚିତ ହେବେ ହିତାଧିକାରୀ। ସେମାନଙ୍କର ନାଁ ସରକାରୀ ଲିଷ୍ଟରୁ କାଟି ଦିଆଯିବ। ଏହା ସହିତ ଯେଉଁ ଅଯୋଗ୍ୟ ହିତାଧିକାରୀ ରାସନ ପାଉଛନ୍ତି ସେମାନଙ୍କର ନାଁ କାଟି ଦିଆଯିବ।